ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମ୍ଆର୍ ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓଟି ଆମେ ନମ୍ବର ସିଷ୍ଟମ୍‌ର ସବୁ ଇମ୍ପୋର୍ଟାଣ୍ଟ ଟପିକ୍ ଗୁଡ଼ାକ ବା ଇନଫର୍ମେସନ୍‌କୁ କଭର୍ କରିବା, ଯେଉଁଟାକି ଆପଣ OSSC ହଉ, SSC ହଉ କିମ୍ବା ଓଡ଼ିଶାର ଯେକୌଣସି ଏକ୍ଜାମ୍ ଯଦି ଆପଣ ଦେଉଛନ୍ତି RI ହଉ, ଏହା ଆପଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ସମୟ ନଷ୍ଟ କରିବାନି, ଦେଖିବା କ'ଣ ସବୁ କ୍ୱେଶ୍ଚନ୍ ଗୁଡ଼ାକ ରହିଛି। ଏଥିରେ ଆମେ କ'ଣ ସବୁ କଭର୍ କରିବା। ଫାର୍ଷ୍ଟ ଯିବା ନ୍ୟାଚୁରାଲ୍ ନମ୍ବର। ନମ୍ବର କେତେ ପ୍ରକାର ଦେଖିବା। ଫାର୍ଷ୍ଟ ହେଉଛି ନ୍ୟାଚୁରାଲ୍ ନମ୍ବର। ନ୍ୟାଚୁରାଲ୍ ନମ୍ବର ଆମେ କାହାକୁ କହିବା? ନା ସେଟ୍ ଅଫ୍ କାଉଣ୍ଟିଂ ନମ୍ବର ଇଜ୍ କଲ୍ଡ ନ୍ୟାଚୁରାଲ୍ ନମ୍ବର। ଯାହାକୁ ଆମେ କ'ଣ କରୁ? କାଉଣ୍ଟିଂରେ ବ୍ୟବହାର କରୁ। 1, 2, 3, 4 ଏମିତି କାଉଣ୍ଟିଂରେ ବ୍ୟବହାର କରୁ। ତାକୁ ଆମେ କ'ଣ କରୁ? ନ୍ୟାଚୁରାଲ୍ ନମ୍ବର। ଯାହାକୁ ଆମେ ଡିନୋଟ୍ କରୁ କେମିତି ବା ଲେଖୁ କେମିତି? ନା ଏନ୍ ଆକାରରେ। କ୍ୟାପିଟାଲ୍ ଏନ୍ ଯଦି କହିଥିବେ ସେଇଟା କ'ଣ? ନ୍ୟାଚୁରାଲ୍ ନମ୍ବର, ଯେଉଁଟାକି 1, 2, 3, 4 ଇନଫାଇନାଇଟ୍ ପର୍ଯ୍ୟନ୍ତ ଆମର କ'ଣ ନ୍ୟାଚୁରାଲ୍ ନମ୍ବର ଯିବ। ବୁଝିପାରିଲେ? କିଛି ଅସୁବିଧା ନାହିଁ। ତାପରେ ନେକ୍ସଟ ଯିବା କ'ଣ? ଇଭେନ୍ ନମ୍ବର। ଯେଉଁଟା ଇମ୍ପୋର୍ଟାଣ୍ଟ ପରୀକ୍ଷାରେ ପଡ଼ୁଛି ସେ ଅନୁସାରେ ଆମେ ପଢ଼ିବା। ନେକ୍ସଟ ଆସିବ କ'ଣ? ଇଭେନ୍ ନମ୍ବର। ଇଭେନ୍ ନମ୍ବର କ'ଣ? ସେଟ୍ ଅଫ୍ ଅଲ୍ ନ୍ୟାଚୁରାଲ୍ ନମ୍ବର ହ୍ୱିଚ୍ ଆର୍ ଡିଭିଜିବଲ୍ ବାଇ 2 ହେଲା। ଯେକି ଆମେ କ'ଣ 2 ଦ୍ୱାରା ଭାଗ ହେଇଯାଉଥିବ, ନହେଲେ ତାକୁ ସମାନ 2 ଭାଗରେ ଆମେ ଭାଗ କରିପାରୁଥିବୁ। ତାକୁ କ'ଣ କହୁଛେ? ଇଭେନ୍ ନମ୍ବର ହେଲା। ତାକୁ ଆମେ ଡିନୋଟ୍ କରୁ କୋଉଥିରେ? ରେ ହେଲା। 2, 4, 6, 8 ଏମିତିଆ କହିପାରିବା। ନେକ୍ସଟ ଆସିବ ଅଡ୍ ନମ୍ବର। ସେଇଭଳିଆ 2 ଯଦି ଡିଭିଜିବଲ୍ ହଉନଥିବ ତାକୁ ଆମେ କ'ଣ ହୁଏ? ଅଡ୍ କହିବା। ନେକ୍ସଟ ଆସିବ କ'ଣ? ହୋଲ୍ ନମ୍ବର। ହୋଲ୍ ନମ୍ବର ଭିତରେ କ'ଣ କ'ଣ ଯିବ? ଏଇଟା ହେଉଛି ଇମ୍ପୋର୍ଟାଣ୍ଟ ପଏଣ୍ଟ, ପିଲାମାନେ ବୁଝିପାରନ୍ତିନି। ହୋଲ୍ ନମ୍ବର ହେଉଛି କ'ଣ? ହ୍ୱେନ୍ 0 ଇଜ୍ ଇନକ୍ଲୁଡେଡ୍ ଇନ୍ ଦ ସେଟ୍ ଅଫ୍ ଦ ନ୍ୟାଚୁରାଲ୍ ନମ୍ବର ହେଲା। ବେଳେବେଳେ କ୍ୱେଶ୍ଚନରେ ଦେଇଦିଏ ପ୍ଲସ୍ ଡ୍ୟାସ୍ ଇଜ୍ ଇକ୍ୱାଲ୍ ଟୁ ଡବ୍ଲୁ ଦେଇଥିବ। ଏଇଟା ଡବ୍ଲୁଟା ହେଉଛି କ'ଣ? ନା ଆମର ହୋଲ୍ ନମ୍ବରକୁ ଆମେ ଡିନୋଟ୍ କରୁ। ପ୍ଲସ୍ ଦେଇଛି, ତେଣୁ ଏଠି ଅପସନ୍ ଦେଇଥିବ କ'ଣ ସବୁ ହେଲା? 0, 1 ହେଲା। 0, 1 ଅଡ୍ ନମ୍ବର, ଇଭେନ୍ ନମ୍ବର ଏମିତି ଓ ଏଗୁଡ଼ା ସବୁ ଦେଇଥିବ। ତେଣୁ ଆପଣ ଜାଣିବେ କେମିତି କ'ଣ? ସେଇଟା ଲେଖା ହେଇଛି। ହୋଲ୍ ନମ୍ବର ଇଜ୍ ଇକ୍ୱାଲ୍ ଟୁ କ'ଣ? ନ୍ୟାଚୁରାଲ୍ ନମ୍ବର ଯେଉଁ ଆମେ ପଢ଼ିଥିଲୁ ଫାର୍ଷ୍ଟ, ପ୍ଲସ୍ ଯଦି 0କୁ ଆମେ ଏଡ୍ କରିଦେବା ତାହେଲେ କ'ଣ ହେଇଯିବ? ଏଇଟା ହୋଲ୍ ନମ୍ବର। ବୁଝିପାରିଲେ? କିଛି ଅସୁବିଧା ନାହିଁ। 0 ପାଖରୁ ଷ୍ଟାର୍ଟ ହେଇ ଇନଫାଇନାଇଟ୍ ପର୍ଯ୍ୟନ୍ତ ଯିବ। ନେକ୍ସଟ ହେଉଛି କ'ଣ? ଇଣ୍ଟିଜର। ଇଣ୍ଟିଜର ଆମେ କାହାକୁ କହିବା? ନା when in the set of whole number natural number with negative sign are called। ଯେତେବେଳେ କ'ଣ ହବ? ଆମେ ହୋଲ୍ ନମ୍ବର କ'ଣ ହଉଥିଲା? ନା ସବୁ ପଜିଟିଭ ନମ୍ବର, ଯେମିତିକି 0 ପାଖରୁ ଇନଫାଇନାଇଟ୍ ପର୍ଯ୍ୟନ୍ତ ଯାଇଥିଲା, କେବଳ ପଜିଟିଭ ନମ୍ବର ଥିଲା। କିନ୍ତୁ ଇଣ୍ଟିଜର ଯେତେବେଳେ ଆସିବ କ'ଣ ହେଇଯିବ? ପଜିଟିଭ ନମ୍ବର ଯିବ ପ୍ଲସ୍ ନେଗେଟିଭ ନମ୍ବର। ଆମେ ଏପଟେ ପଜିଟିଭ କ'ଣ ଇନଫାଇନାଇଟ୍ ପର୍ଯ୍ୟନ୍ତ ଯାଉଥିଲୁ, ସେଇଭଳିଆ ଆମେ ମାଇନସ୍ ପର୍ଯ୍ୟନ୍ତ, ଯେମିତି ଆମର ଯେଉଁ ଆମର ନମ୍ବର ଲାଇନ୍ ରୁହେ, ଏପଟକୁ ପଜିଟିଭ ଯାଏ, ଏପଟକୁ ନେଗେଟିଭ ରୁହେ। ଟୋଟାଲ ନମ୍ବର ଲାଇନଟା ଯଦି ଆମେ କହିବା କାହାକୁ, କ୍ୱେଶ୍ଚନ୍ ପଚାରେ ନମ୍ବର ଲାଇନ୍ ଟୋଟାଲ ନେଇଯିବ, ତାହେଲେ କୋଉ ପ୍ରକାର ହବ? ଅପସନ୍ କ'ଣ? ଇଣ୍ଟିଜର ହବ। ଇଣ୍ଟିଜର ପ୍ଲସ୍ ପଜିଟିଭ ଥାଏ, ପ୍ଲସ୍ ନେଗେଟିଭ ଦୁଇଟା ସାରା ମିଶି କରିଥାଏ। ତେଣୁ ନେକ୍ସଟ ଦେଖିବା କ'ଣ ଅଛି। ନେକ୍ସଟ ହେଉଛି କ'ଣ? ପ୍ରାଇମ୍ ନମ୍ବର। ପ୍ରାଇମ୍ ନମ୍ବର ଆମେ କାହାକୁ କହିବା? ନା ପ୍ରାଇମ୍ ନମ୍ବର ହେଉଛି ନ୍ୟାଚୁରାଲ ନମ୍ବର ହ୍ୱିଚ୍ ହେଭ୍ ନୋ ଫ୍ୟାକ୍ଟର ଅଦର ଦେନ୍ 1। ଫ୍ୟାକ୍ଟର ମାନେ କ'ଣ? ଯେଉଁ ଆମେ ଗୁଣନୀୟକ କହିଥାଉ ହେଲା। 1 ଆଉ ସେଇ ନିଜେ ସଂଖ୍ୟା ଛଡ଼ା ଆଉ ତାର କ'ଣ କୌଣସି ପ୍ରକାର ଫ୍ୟାକ୍ଟର ନଥିବା, ଗୁଣନୀୟକ ନଥିବ, ଯାହାକୁ କ'ଣ କହିବା? ତାକୁ ନା ପ୍ରାଇମ୍ ନମ୍ବର କହିବା। ବେଳେବେଳେ କ୍ୱେଶ୍ଚନ୍ ପଚାରେ ଯେ କୋଉ ନମ୍ବରଟା ହେଉଛି ସବୁ ମାନେ ମୌଳିକ ସଂଖ୍ୟା ବା ପ୍ରାଇମ୍ ନମ୍ବର ଗୋଟେ ଗୁଣନୀୟକ ହେଇଥିବ। କ'ଣ ହବ? ନା ହେଉଛି 1 ହେଲା। 1 ହେଉଛି ସେଇ ଆମର ସମସ୍ତ ପ୍ରକାର ପ୍ରାଇମ୍ ନମ୍ବର ବା କମ୍ପୋଜିଟ୍ ନମ୍ବର ସମସ୍ତଙ୍କର ହେଉଛି ଫ୍ୟାକ୍ଟର କିଏ? 1 ଆଉ ସେଇ ନିଜେ ହେଲା। ତେଣୁ ବୁଝିପାରିଲେ ହେଲା। କିନ୍ତୁ ଏଠି ଦୁଇଟା ପଏଣ୍ଟ ଆପଣଙ୍କୁ ଦେଖିବା ପାଇଁ ପଡ଼ିବ। କ'ଣ ହେଇଛି? ଇନ୍ ଅଦର ୱାର୍ଡ ଦେ କ୍ୟାନ୍ ବି ଡିଭାଇଡେଡ୍ ଓନ୍ଲି ବାଇ ଦେମସେଲ୍ଭସ୍ ଅର୍ 1 ହେଲା। କିନ୍ତୁ କ'ଣ କହିଲା? ଯେଉଁ ନମ୍ବର ଗୋଟେ ପ୍ରାଇମ୍ ନମ୍ବର ହେଇଥିବ, ସେ ନିଜ ସହିତ ଆଉ 1 ସହିତ କ'ଣ ହେଇଥିବ? ନା ଆମର କ'ଣ ହଉଥିବ? ଭାଗ ହଉଥିବ। ଯେମିତିକି 2, 3, 5, 7, 11 ଏଇଟା ସବୁ କ'ଣ ହବ? ଆମର ପ୍ରାଇମ୍ ନମ୍ବର ହବ। ସେକେଣ୍ଡ ପଏଣ୍ଟ କ'ଣ ଦେଲା? ନା ଅଲ୍ ପ୍ରାଇମ୍ ନମ୍ବର ଅଦର ଦେନ୍ 2 ଆର୍ ଅଡ୍ ନମ୍ବର ବଟ୍ ଅଲ୍ ଅଡ୍ ନମ୍ବର ଆର୍ ନଟ୍ ପ୍ରାଇମ୍ ନମ୍ବର। କ'ଣ କହିଲା? ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଟିକେ କହିଲା। ଅଲ୍ ପ୍ରାଇମ୍ ନମ୍ବର, ଦୁଇଟାକୁ ଯଦି କ୍ୱେଶ୍ଚନ୍ ପଚାରେ କୋଉ ପ୍ରାଇମ୍ ନମ୍ବରଟା ଇଭେନ୍, ତାହେଲେ କ'ଣ ହବ? 2 ହବ। ତାକୁ ଛାଡ଼ିଦେଲେ ଯେତେ ସବୁ ଆମର କ'ଣ ଅଛି? ନା ଯୋଉ ପ୍ରାଇମ୍ ନମ୍ବର ହେଉଛି ସେଇଟା ସବୁବେଳେ ଅଡ୍। କାରଣ ଫାର୍ଷ୍ଟ ପଏଣ୍ଟ ଆପଣଙ୍କୁ କହିଥିଲି ଯେ 2 ଦ୍ୱାରା ସିଏ ଭାଗ ହଉଥିବ, ସିଏ ହବ କ'ଣ? ଇଭେନ୍। ତେଣୁ ଯିଏ ବି ହେଇଥାଉ ତାର 2 ତ ଗୋଟେ ଗୁଣନୀୟକ ହେଲା, ପ୍ଲସ୍ 1 ତ ସମସ୍ତଙ୍କର ଆଉ ନିଜେ, ତେଣୁ 3ଟା ହେଇଯାଉଛି। ତେଣୁ ସେଇଥିପାଇଁ ସେଇଟା କ'ଣ ହବନି? ଆମର ପ୍ରାଇମ୍ ନମ୍ବର ହବନି। ତେଣୁ ସେଥିପାଇଁ ବୁଝିପାରିଲେ ହେଲା। 2 ଛଡ଼ା ଆଉ ଯୋଉଗୁଡ଼ା ରହିଲା ପ୍ରାଇମ୍ ନମ୍ବର, ସେ କ'ଣ ହବ? ନା କ'ଣ ହେଇଯିବ? ନା ଆମର ଅଡ୍ ନମ୍ବର ହେଇଯିବ। କିନ୍ତୁ 2 ହେଉଛି ଏଠି କ'ଣ? ଇଭେନ୍ ପ୍ରାଇମ୍ ନମ୍ବର ହେଲା। ନେକ୍ସଟ ଆସିବ କ'ଣ? କୋ ପ୍ରାଇମ୍। ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା। କୋ ପ୍ରାଇମ୍ ଆମେ କାହାକୁ କହିବା? ନା ଯୋଉ 2 ନମ୍ବର ହ୍ୱିଚ୍ ହେଭ୍ ନୋ କମନ୍ ଫ୍ୟାକ୍ଟର ଏକ୍ସେପ୍ଟ 1 ହେଲା। କମନ୍ ଫ୍ୟାକ୍ଟର କୌଣସି ନଥିବ, ଆର୍ କଲ୍ଡ କୋ ପ୍ରାଇମ୍। ଯେମିତିକି ଆପଣ ଏକ୍ଜାମ୍ପଲ୍ ଦେଲା କ'ଣ? 9 ଆଉ 16, ୟା ଭିତରେ କୌଣସି ପ୍ରକାର କ'ଣ 1 ଛଡ଼ା ଆଉ କୌଣସି ପ୍ରକାର ସମାନ ଫ୍ୟାକ୍ଟର ନଥିବ। ଯେମିତିକି ଆମର 9ରେ ଆମେ ଦେଖିବା 1 ହେଇଯିବ, 3 ହେଇଯିବ, 9 ହେଇଯିବ। ସେମିତି 16ରେ ଦେଖିବା 1 ହେଇଯିବ, 4 ହେଇଯିବ ହେଲା। ଆଉ 16 ଧର 2 ଅଛି ହେଲା, 2 ହେଇଯିବ, 8 ହେଇଯିବ, ଏମିତି ସବୁ ଅଛି। ଏଠି ଦେଖନ୍ତୁ କମନ୍ 1 ଛଡ଼ା ଆଉ କିଛି ଆପଣଙ୍କୁ ଦେଖାଉଛି କି? ନା।
ତେଣୁ ସେଇଥିପାଇଁ ତାକୁ କ'ଣ କହିବା କୋପ୍ରାଇମ୍ କହିବା ହେଲା। ପାଖାପାଖି କୋପ୍ରାଇମ୍ କହିତେ ଗଲେ 4 5 ଭଳିଆ ବହୁତ ଗୁଡ଼ାକ ଅଛି। ତେଣୁ କୋପ୍ରାଇମ୍ ଯଦି କହିବେ ଆପଣ କ'ଣ କହିବେ ନା ହେଉଛି ଦୁଇଟା ସଂଖ୍ୟାର ଏକ ଛଡ଼ା ଆଉ କୌଣସି କମନ୍ ଫ୍ୟାକ୍ଟର ନଥିବ ହେଲା। ଇଟ୍ ଇଜ୍ ନଟ୍ ନେସେସରି that two co-prime number are prime always। ଏଇଟା କହିହେବନି ଯେମିତିକି 9 ଆଉ 16 ଆପଣ ଟିକେ ଆଗରୁ କହିଲେ 9 ଗୋଟେ ନିଜେ ହେଉଛି ଗୋଟେ କ'ଣ କମ୍ପୋଜିଟ୍ ନମ୍ବର ବା ଆମର ମୌଳିକ ନୁହେଁ ଯେଉଁ ତାର କ'ଣ 2 1 ଆଉ ନିଜେ ଛଡ଼ା ଆହୁରି ଗୁଣନୀୟକ ଅଛି ସେଇଭଳିଆ 16ରେ ବି ସେଇଭଳିଆ କ'ଣ ଗୁଣନୀୟକ ବହୁତ ଅଛି କିନ୍ତୁ ତାପରେ ବି ଏ ଦୁଇଟା କୋପ୍ରାଇମ୍। ତେଣୁ କହିଲେ ସବୁବେଳେ ଯେ ଦୁଇଟା ଯେଉଁ କୋପ୍ରାଇମ୍ ନମ୍ବର କ'ଣ ହେବେ ପ୍ରାଇମ୍ ନମ୍ବର ହୁଏ ସେଇଟା କେବେ କହିହେବନି। ବେଳେବେଳେ କ'ଣ ହୁଏ ଆମର କମ୍ପୋଜିଟ୍ ନମ୍ବର ବା ଆମର ଯେଉଁ ମୌଳିକ ସଂଖ୍ୟା ଯେଟା ହେଇନଥିବ ହେଲା ସେଇଟା ବି କ'ଣ ହେଇଯିବ ଯେଟା ଯୌଗିକ ସଂଖ୍ୟା କୁହାଯାଏ ହେଲା ସେଇଟା କ'ଣ ହେବ ନା ବେଳେବେଳେ କୋପ୍ରାଇମ୍ ବି ହେଇପାରିବ। ତେଣୁ ନେକ୍ସଟ ନମ୍ବର କିଭଳିଆ ଅଛି ଦେଖିବା। ନେକ୍ସଟ ଆସିଲା କ'ଣ ଡିଭିଜିବିଲିଟି ନମ୍ବର ହେଲା ବା କମ୍ପୋଜିଟ୍ ନମ୍ବର। ଯେଟା ଆପଣ କ'ଣ କହୁଥିଲି ମୌଳିକ ଯେଟାକ ନୁହେଁ ସେଇଟା କ'ଣ କୁହାଯାଏ ଡିଭିଜିବୁଲ ନମ୍ବର କୁହାଯାଏ ନହେଲେ କମ୍ପୋଜିଟ୍ ନମ୍ବର ଯାହାର କ'ଣ ଏକ ଥିବ ତା ଛଡ଼ା ବହୁତ ଗୁଡ଼ାକ କ'ଣ ଥିବ ମାନେ ମିନିମମ୍ କେତେ 3ଟା ଥିବ ଯାହାର କ'ଣ ନା ଫ୍ୟାକ୍ଟର ଥିବ। ତେଣୁ ଏଇଟା ଆଉ କହିବିନି ଏଇଟା ବୁଝିପାରୁଥିବେ ଆପଣ। ଗୋଟେ ଖାଲି ପଏଣ୍ଟ ଅଛି ଇମ୍ପୋର୍ଟାଣ୍ଟ ପଏଣ୍ଟଟା କହିଦେଉଛି 1 ଇଜ୍ ନାଇଦର ପ୍ରାଇମ୍ ନମ୍ବର ନୋର କମ୍ପୋଜିଟ୍ ନମ୍ବର। ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ ପଏଣ୍ଟ ପରୀକ୍ଷାରେ ବାରମ୍ବାର ପଚାରେ ଯେ ଏମିତି ଗୋଟେ ଆପଣ ସଂଖ୍ୟା କୁହନ୍ତୁ ଯେଉଁଟା ପ୍ରାଇମ୍ ନମ୍ବର ବି ହେଇଥିବ କମ୍ପୋଜିଟ୍ ନମ୍ବର ବି ହେଇଥିବ କିମ୍ବା ପଚାରିଦେବ କ'ଣ ନା 1 ଗୋଟେ କମ୍ ପ୍ରକାର ଅପସନ୍ରେ ପ୍ରାଇମ୍ ନମ୍ବର ଥିବ କମ୍ପୋଜିଟ୍ ନମ୍ବର ଥିବ ବୋଥ୍ ଦେଇଥିବ ନାଇଦର ନୋର ଦେଇଥିବ କ'ଣ କରିବେ ନା ଏଇଟା ଆମର କୌଣସି ପ୍ରକାର ନାଇଦର ବା ପ୍ରାଇମ୍ ନମ୍ବର ନୁହେଁ କି କମ୍ପୋଜିଟ୍ ନମ୍ବର ନୁହେଁ। ପିଲାମାନେ ଏଇଠି ଭୁଲ କରନ୍ତି ତେଣୁ କହିଦେଉଛି କ'ଣ କ'ଣ କ୍ୱେଶ୍ଚନ୍ ଆସେ ହେଲା। କମ୍ପୋଜିଟ୍ ନମ୍ବର ମେ ବି ଇଭିନ୍ ଅର୍ ଅଡ୍। ତେଣୁ କମ୍ପୋଜିଟ୍ ନମ୍ବର ବେଳେବେଳେ ପଚାରିଲେ କମ୍ପୋଜିଟ୍ ନମ୍ବର କେଭଳିଆ ଇଭିନ୍ ହବ ନା ଅଡ୍ ହବ ନା ବୋଥ୍ ହେଇପାରେ ନା ନାଇଦର ନୋର ହେଇପାରେ। କ'ଣ ମନେ ରଖିଥିବେ କମ୍ପୋଜିଟ୍ ନମ୍ବରଟା ବୋଥ୍ ଇଭିନ୍ ହେଇପାରେ ଆଉ ଅଡ୍ ହେଇପାରେ। ନେକ୍ସଟ ଆସିବ କ'ଣ ନା ରେସନାଲ ନମ୍ବର। ରେସନାଲ ନମ୍ବର ଆମେ କାହାକୁ କହିବା ଦ ନମ୍ବର which can be expressed in the form of p by q ହେଲା। p by q ଉପରେ ଆମର ନ୍ୟୁମରେଟର କୁହାଯାଏ ତଳକୁ ଡିନୋମିନେଟର କୁହାଯାଏ। ତେଣୁ p by q ଫର୍ମରେ ଯାହାକୁ ଆମେ ଲେଖିପାରିବା ତାକୁ ଆମେ କ'ଣ କହିବା ରେସନାଲ ନମ୍ବର କହିବା। ଯେଉଁଥିରେ କି ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା କ'ଣ ହେବ p ଆଉ q ଦୁଇଟା ଇଣ୍ଟିଜର ଆଣ୍ଡ କୋପ୍ରାଇମ୍ ହେଲା। ଇଣ୍ଟିଜର ହେଇଥିବେ ଆଉ କୋପ୍ରାଇମ୍। ଇଣ୍ଟିଜର ମାନେ କ'ଣ ପଜିଟିଭ ଆଉ ନେଗେଟିଭ ବୋଥ୍ ହେଇପାରନ୍ତି ଇଣ୍ଟିଜର ବୁଝେଇଥିଲି ହେଲା। ଆଉ କ'ଣ ହେଇଥାଏ କୋପ୍ରାଇମ୍ ବି ହେଇପାରିବେ ହେଲା। କୋପ୍ରାଇମ୍ ମାନେ କ'ଣ ଦୁଇଟାଙ୍କ ଭିତରେ କୌଣସି ପ୍ରକାର କ'ଣ ହେଇନଥିବ ନା ଆମର କମନ୍ ଫ୍ୟାକ୍ଟର ନଥିବ। ଯେମିତିକି ଆପଣ କହିବେ 2/4 ହେଲା ଏଟାଟେ କ'ଣ ରେସନାଲ ନମ୍ବର କିନ୍ତୁ ୟାକୁ କାଟି ହବ ନା ୟାର କ'ଣ କମନ୍ ଫ୍ୟାକ୍ଟର ଅଛି ତେଣୁ ୟାକୁ କାଟିଦେଲେ କେତେ 1/2 ହେଇଯିବ। ଏଇଟା ପୁରା ପରଫେକ୍ଟ ରେସନାଲ ନମ୍ବର ବା p by q ଫର୍ମରେ ରହିଲା। ନେକ୍ସଟ ବୁଝିପାରିଲେ ସେଥିପାଇଁ 2/4 ବି ଗୋଟେ ଭଗ୍ନାଂଶ କିନ୍ତୁ ୟାକୁ କାଟି ହବ ସେଇ କଥା କହିଲେ ଯେ କୋପ୍ରାଇମ୍ ବି ହେଇପାରିବ ହେଲା। ତେଣୁ ନେକ୍ସଟ ଅଛି କ'ଣ q ଇଜ୍ ଇକ୍ୱାଲ ଟୁ ନଟ୍ ଇକ୍ୱାଲ ଟୁ 0। ଯେଉଁ p by q ଫର୍ମ ରହିଲା ଏଥିରେ q କେବେ ବି କ'ଣ ହବନି 0 ସହିତ ସମାନ ହବନି। 0 ହେଲେ କ'ଣ ହେଇଯିବ ଧର 1/0 ହେଲା। ଏଇଟା କ'ଣ ନନ୍ ଡିଫାଇଣ୍ଡ ମାନେ ୟାର ଭ୍ୟାଲୁ ଆମେ କେବେ ପାଇପାରିବାନି। 0ରେ କେତେ ମଲ୍ଟିପ୍ଲାଏ କଲେ 1 ହବ ସେଟା କେବେ କହିପାରିବାନି। ସେଇଭଳିଆ ଯୋଉ 25/0 ଏଟା ତ କେବେ ଡିଫାଇଣ୍ଡ କରିପାରିବାନି ନା। ତେଣୁ ସେଥିପାଇଁ ସବୁବେଳେ ମନେ ରଖିଥିବେ କଣ୍ଡିସନ କ'ଣ q କେବେ 0 ସହିତ ସମାନ ହବ ନାହିଁ। ଇଟ୍ ଇଜ୍ ଡିନୋଟେଡ୍ ବାଇ କ୍ୟୁ। ଏଟାକୁ ଯଦି ବେଳେବେଳେ ପଚାରେ ଯେ ଆମେ ଯେଉଁ ରେସନାଲ ନମ୍ବରକୁ ଆମେ କ'ଣ ଭଳିଆ ଡିନୋଟ୍ କରୁ ନା କ୍ୟୁ ଆକାରରେ ଡିନୋଟ୍ କରୁ ଯେଉଁଥିରେ କି ସେଟା ଗୋଟେ ପଜିଟିଭ ହେଇପାରେ ଆଉ ନେଗେଟିଭ ହେଇପାରେ। ତେଣୁ ରେସନାଲ ନମ୍ବର ଯଦି କ୍ୱେଶ୍ଚନ ପଚାରେ କ'ଣ ଭଳିଆ ହେଇପାରିବ ନା ପଜିଟିଭ ଆଉ ନେଗେଟିଭ ଦୁଇ ପ୍ରକାର ହେଇପାରିବ। ନେକ୍ସଟ ଆସିବ କ'ଣ ଇରେସନାଲ ନମ୍ବର ହେଲା। ଇରେସନାଲ ନମ୍ବର ହେଉଛି କ'ଣ ତା ନମ୍ବର ହୁଇଚ୍ ଇଜ୍ ନଟ୍ ଏ ରେସନାଲ ନମ୍ବର ମାନେ p by q ଫର୍ମରେ ଆମେ ଲେଖିପାରିବା ନାହିଁ। ଯେମିତିକି ଏକ୍ଜାମ୍ପଲ ଦେଲା କ'ଣ √2 ହେଲା। ଆପଣଙ୍କ ମନରେ କ୍ୱେଶ୍ଚନ ଆସୁଥିବ ସାର୍ √2 ଯେମିତି ଆମେ 2 ଦେଖୁଛୁ 2/1 ଲେଖିଲେ ଏଟା କ'ଣ ଗୋଟେ ରେସନାଲ ନମ୍ବର ହେଇଯାଉଛି ସେଇଭଳିଆ √2/1 ଲେଖିଦେଲେ ଆମେ ହେଇଯିବ ନା। ଦେଖନ୍ତୁ √2/1 ଲେଖିଲେ ତଳଟା ସିନା ଗୋଟେ ଇଣ୍ଟିଜର ହେଇଗଲା ଫାଷ୍ଟ କହିଥିଲି p by q ରେ p ଆଉ q ଦିଟା ସାରା କ'ଣ ହେଇଥିବ ଇଣ୍ଟିଜର ହେଇଥିବ। ଇଣ୍ଟିଜର ମାନେ କ'ଣ ପଜିଟିଭ ଆଉ ନେଗେଟିଭ ଆଉ ଗଣିବାରେ ଆମେ ସାହାଯ୍ୟ କରୁଥିବା ସେଟା କ'ଣ କୁହାଯାଏ ଇଣ୍ଟିଜର କୁହାଯାଏ। ତେଣୁ ଦେଖନ୍ତୁ ଏଠି √2ଟାକୁ ଆମେ କୌଣସି ପ୍ରକାର ଗଣିବାରେ ସାହାଯ୍ୟ କରୁନି। ହୁଏତ 1 କୁ ଆମେ ବ୍ୟବହାର କରୁଛୁ କିନ୍ତୁ √2ଟାକୁ ବ୍ୟବହାର କରୁନା। ଆପଣ କହିପାରିବେ କି √2ଟା ଗାଈ ଚରୁଛନ୍ତି 2√2ଟା ଛେଳି ଚରୁଛନ୍ତି ଏବେ କେବେ ବ୍ୟବହାର କରୁଛନ୍ତି ନା। ତେଣୁ ସେଥିପାଇଁ ପଜିଟିଭ ନେଗେଟିଭ ହେଇପାରିବ କିନ୍ତୁ କେବେ √2 ମାନେ ଏମିତି ଅଲଗା ନମ୍ବର ଇଣ୍ଟିଜର ଛଡ଼ା ଅଲଗା ନମ୍ବର କେବେ ହେଇପାରିବନି। ବୁଝିପାରିଲେ। ତେଣୁ ସେଇଟା √2 ଗୋଟେ କ'ଣ ନା ଇରେସନାଲ ନମ୍ବର। ସେଇଭଳିଆ ପାଇ ବି ଗୋଟେ କ'ଣ ଇରେସନାଲ ନମ୍ବର ହେଲା √3 ହେଲା। ସେଇଭଳିଆ √5 ଏଗୁଡ଼ା ସବୁ ହେଉଛି କ'ଣ ନା ହେଉଛି ଆମର ଇରେସନାଲ ନମ୍ବର। ବୁଝିପାରିଲେ। ବେଳେବେଳେ କ୍ୱେଶ୍ଚନ ପଚାରେ √2ଟା ରେସନାଲ ଇରେସନାଲ ଆଉ କ'ଣ କନଫ୍ୟୁଜନ ହବନି। ନେକ୍ସଟ ଦେଖିବା ରିଏଲ ନମ୍ବର ହେଲା। ସବୁଠୁ ବଡ଼ ତା ଲାଷ୍ଟ ଗୋଟେ ମାଇଣ୍ଡ ମ୍ୟାପ୍ ଅଛି ସେଟା କହିଦେବି ଆପଣ ବୁଝିବେ ପୁରା। ନେକ୍ସଟ ଆସିବ କ'ଣ ରିଏଲ ନମ୍ବର। ରିଏଲ ନମ୍ବର କାହାକୁ କହିବା ନା ସେଟ୍ ଅଫ୍ ଦ ଅଲ୍ ରେସନାଲ ନମ୍ବର ଏଜ ୱେଲ୍ ଏଜ ଦ ଇରେସନାଲ ନମ୍ବର। ଯେଉଁ ଆମେ ରେସନାଲ ପଢିଲେ ପ୍ଲସ୍ ଇରେସନାଲ ପଢିଲେ ଦିଟାକୁ ଯଦି ମିଶେଇଦବା ଆମେ କ'ଣ ହେଇଯିବ ରେସନାଲ ଭିତରେ ଆମର ଇରେସନାଲ ଭିତରେ ଅଲଗା ଗଲା ରେସନାଲ ଭିତରେ ଆଉ ସବୁ ଏଇଗୁଡାକ ସବୁ ମିଶିଗଲା। ନ୍ୟାଚୁରାଲ ନମ୍ବର ଇଭିନ୍ ଅଡ୍
ପ୍ରାଇମ୍ କୋପ୍ରାଇମ୍ ସବୁ ମିଶିଗଲା ତାକୁ ଆଉ ଇରେସନାଲ ନମ୍ବରକୁ ଯଦି ମିଶେଇଦବା ତାହେଲେ କଣ ହେଇଯିବ ରିଏଲ ନମ୍ବର। ତେଣୁ ସବୁଠୁ ବଡ ହେଇଗଲା କି ରିଏଲ ନମ୍ବର। ବୁଝିପାରିଲେ ରିଏଲ ନମ୍ବର ଯଦି କହିବ ଆମର ରେସନାଲ ପ୍ଲସ୍ ଇରେସନାଲ ଦୁଇଟା ମିଶେଇ ଦେଲେ କଣ ହେଇଯିବ ଆମର ରିଏଲ ନମ୍ବର ହେଇଯିବ। ଦ ସ୍କୋୟାର ଅଫ୍ ଅଲ୍ ଅଫ୍ ଦେମ୍ ଇଜ ପଜିଟିଭ। ଯଦି ଆମେ କହେ ରିଏଲ ନମ୍ବର ଗୋଟେ ରିଏଲ ନମ୍ବର ସ୍କୋୟାର କରିଦେବା ତାହେଲେ ସେଟା ସବୁବେଳେ କଣ ହବ ନା ପଜିଟିଭ ହବ। ବୁଝିପାରିଲେ ସ୍କୋୟାର ମାନେ କଣ ଧର ଯୋଉ ଆମର କହିଥିବେ ଇଣ୍ଟିଜର ଭିତରେ ପଜିଟିଭ ଆଉ ନେଗେଟିଭ ଆସୁଛି ଯେମିତି -3 ଧର ଯୋଉ ଆସିଲେ ୟାର ସ୍କୋୟାର କରିଦେଲେ କଣ ହେଇଯିବ ନା ପଜିଟିଭ ଯେମିତି କି 9 ହେଇଯିବ। ତେଣୁ ସେଇ କଥା କହିଲା ଯଦି ଆମେ ରିଏଲ ନମ୍ବର କଣ କରିବା ସ୍କୋୟାର କରିଦେବା ସେ ସବୁବେଳେ କଣ ହେଇଯିବ ପଜିଟିଭ ହେଇଯିବ। ତାପରେ ନେକ୍ସଟ ଆସିଲେ କଣ ଇମ୍ପୋର୍ଟାଣ୍ଟ ପଏଣ୍ଟ ଟିକେ ମନେ ରଖିଥିବେ ସାଇକ୍ଲିକ ନମ୍ବର ହେଲା। ସାଇକ୍ଲିକ ନମ୍ବର କାହାକୁ କହିବେ ନା ସାଇକ୍ଲିକ ନମ୍ବର ଆର୍ ଦୋଜ ନମ୍ବର of n digit which when multiplied by any other number up to n gives same digit in different order ହେଲା। ଅଲଗା ଅଲଗା ଅର୍ଡରରେ ସେ ସବୁ ଆସୁଥିବ ଯେମିତି କି ଆପଣ ଏକ୍ସାମ୍ପଲ ଦେଇଛି କଣ ନା 2 into 1 for 2857 ଏଟାକୁ ଆମେ ମଲ୍ଟିପ୍ଲାଏ କରୁଛି କେତେ ନା 2 ରେ ଏତିକି ଆସିଲା। ଏଇଟାକୁ ପୁଣି 3 ରେ ମଲ୍ଟିପ୍ଲାଏ କଲେ ଏମିତି ଅଲଗା ଅଲଗା ନମ୍ବର ଆସୁଥିବ ହେଲା। ସେଇ ସେମ୍ ନମ୍ବର ଆସୁଥିବ କିନ୍ତୁ ଅଲଗା ଅଲଗା ମେନରରେ ଦେଖନ୍ତୁ ଫାଷ୍ଟ 2 ରେ ଯୋଉ ମଲ୍ଟିପ୍ଲାଏ କଲେ ସେଇ ସେମ୍ ନମ୍ବର 1425887 ଆସିଲା। ଯେତେବେଳେ 3 ରେ ମଲ୍ଟିପ୍ଲାଏ କଲେ ସେଇ 1425857 ଆସିଲା କିନ୍ତୁ ଅର୍ଡର ଅଲଗା ହେଲା। ଦେଖନ୍ତୁ ଫାଷ୍ଟ ଏଠି 2 ଥିଲା ଏଠି 4 ଆସିଗଲା ହେଲା। 857 ଥିଲା ଏଠି 5714। ତେଣୁ ସେଇ 1425857 ଏଟା କଣ କହିଲେ ସାଇକ୍ଲିକ ନମ୍ବର ମାନେ 2 ରେ ମଲ୍ଟିପ୍ଲାଏ କଲେ ଆସିବ ସେ ସମାନ ସେଇ ସଂଖ୍ୟା ଗୁଡାକ 14258 କିନ୍ତୁ ଅଲଗା ଫାଷ୍ଟ 2 ଆସିଯିବ ନହେଲେ 4 ଆସିଯିବ। ତେଣୁ ବେଳେବେଳେ କ୍ୱେଶ୍ଚନ ପଚାରେ ଇମ୍ପୋର୍ଟାଣ୍ଟ ବୁଝିଥାନ୍ତୁ ପଚାରି ଦିଏ କଣ ସାଇକ୍ଲିକ ନମ୍ବର ହେଲା। ସାଇକ୍ଲିକ ନମ୍ବର ମାନେ କଣ ସେ ସମାନ ନମ୍ବର ଆସୁଥିବ 1 2 3 4 5 6 ଚାରିଟା ସଂଖ୍ୟା ଆସୁଥିବ କିନ୍ତୁ ଉଲ୍ଟା ପଲଟା ଆସିବ ସେଥିପାଇଁ କଣ କହୁଛେ ସାଇକ୍ଲିକ ନମ୍ବର। ଏଇଟାକୁ ଘୁରୁଥିବ ଆଉ 3 4 5 ଏମିତି ମଲ୍ଟିପ୍ଲାଏ କଲେ ଦେଖନ୍ତୁ ସେଇ ସେମ୍ ଦେଇଛି 4 ରେ ମଲ୍ଟିପ୍ଲାଏ କଲେ ସେଇ ସେମ୍ ଆସିବ କିନ୍ତୁ ଉଲ୍ଟା ଟିକେ ଆସିବ 5 ରେ ସେମିତି। ତେଣୁ ସାଇକ୍ଲିକ ନମ୍ବର ମନେ ରଖିଥିବେ 1425857 ହେଲା। ତାପରେ ପରଫେକ୍ଟ ନମ୍ବର। ପରଫେକ୍ଟ ନମ୍ବର ଆମେ କାହା କହିବା if the sum of all divisors of n of a number n except n natural number is equal to the number n itself then the number is called the perfect number। ଦେଖନ୍ତୁ ଏକ୍ସାମ୍ପଲ ଟେ ବୁଝିତେ ଆରାମସେ ଆପଣ ବୁଝିଯିବେ। ଏକ୍ସାମ୍ପଲ କଣ ଦେଇଛି the factor of 6 are 1 2 3 ଯେମିତି ଆମେ ଫ୍ୟାକ୍ଟର ଯଦି କାଢିବା 6 ର କଣ ହେଇଯିବ ଫ୍ୟାକ୍ଟର ମାନେ କଣ ଗୁଣନୀୟକ 1 2 3 ଆଉ 6 ହେଲା। ତା ଭିତରେ ଯୋଉ ଫ୍ୟାକ୍ଟର ହେଲା କଣ 1 2 3 ତିନିଟା ଫ୍ୟାକ୍ଟର ରହିଲା ତାକୁ ଯଦି ଆମେ ଯଦି ପ୍ଲସ୍ କରିଦବା ତାହେଲେ କେତେ ହେଇଯିବ 6 ହେଇଯିବ ହେଲା। ସେଟା ପରଫେକ୍ଟ ନମ୍ବର କହିବା। ଯେମିତି କି 28 28 ର ଫ୍ୟାକ୍ଟର କଲେ 1 2 4 7 14 28 ସେଇଭଳିଆ ଯଦି ଆମେ ପ୍ଲସ୍ କରିଦବା ବା ଏଡ୍ କରିଦବା ତାହେଲେ କଣ ହେଇଯିବ ସେଟା 28 ଆସିବ ସେଇଭଳିଆ 496। ତେଣୁ ଯଦି ପରଫେକ୍ଟ ନମ୍ବର କହିବା ଆପଣ ମନେ ରଖିଥିବେ କଣ ତାର ଯୋଉ ଫ୍ୟାକ୍ଟର ଗୁଡାକ ରହିଲା ସେ ଫ୍ୟାକ୍ଟର ଯଦି ଆମେ ପ୍ଲସ୍ କରିଦେବା ସେଇ ସଂଖ୍ୟାଟା ହିଁ ଆସିବ ତାକୁ କଣ କୁହାଯାଏ ଆମର ପରଫେକ୍ଟ ନମ୍ବର। କ୍ୱେଶ୍ଚନ ପଚାରି ଦିଅ ଅପସନ ଦେଇଥିବ ଆପଣଙ୍କୁ ଯେ ହଉଛୁ 6 17 18 25 ୟା ଭିତରୁ ଆପଣ ଗୋଟେ ପରଫେକ୍ଟ ନମ୍ବର କୋଉଟା ପରଫେକ୍ଟ ନମ୍ବର ଜାଣିନଥିଲେ କରିବେ କେମିତି। ତେଣୁ ମନେ ରଖିଥିବେ ପରଫେକ୍ଟ ନମ୍ବର ହଉଛି କଣ ନା 6ଟା ସଠିକ ଉତ୍ତର ହବ କାହିଁକି ନା 6ର ଯୋଉ ଫ୍ୟାକ୍ଟର ଗୁଡାକ ସବୁ ରହିଲା ଏଡ୍ କରିଦେଲେ ସେଇ କଣ ଆସିବ ସେଇ ନମ୍ବରଟା ହିଁ ଆସିବ ହେଲା। ଇନ ଏ ପରଫେକ୍ଟ ନମ୍ବର ଦ ସମ୍ ଅଫ ଇନଭର୍ସ ଅଫ ଅଲ୍ ଅଫ ଇଟ୍ସ ଫ୍ୟାକ୍ଟର ଇନକ୍ଲୁଡିଂ ଇଟ୍ ସେଲ୍ଫ ଇଜ 2 ଅଲୱେଜ। ତେଣୁ କଣ କହିଲା ଯଦି ଦେଖନ୍ତୁ 6ର ଯେମିତି ଫ୍ୟାକ୍ଟର 1 2 3 6 ଆସିଲା ୟାର ଫ୍ୟାକ୍ଟର ଯଦି ଆମେ କଣ କରିବା ରେସିପ୍ରୋକାଲ କରିଦବା 1/3 କରିଦବା ଯେମିତି କରାଯାଇଛି 1/1 1/2 1/4 1/7 1/14 1/28 28 ଟା କରିଛି ଏକ୍ସାମ୍ପଲ ଦେଇକି ତାକୁ ଯଦି ଏଡ୍ କରିଦବା ସବୁବେଳେ ରେଜଲ୍ଟ କେତେ 2 ଆସିବ। ତେଣୁ ବେଳେବେଳେ ପଚାରି ଦିଏ ଯେ ପରଫେକ୍ଟ ନମ୍ବର ଯଦି ଆମେ କଣ କରିବା ତାର ଫ୍ୟାକ୍ଟର ଗୁଡାକୁ ଇନଭର୍ସ କରି ଏଡ୍ କରିବା ସବୁବେଳେ ରେଜଲ୍ଟ କେତେ ଆସିବ ନା ମନେ ରଖିଥିବେ 2 ହେଲା। ତେଣୁ ନେକ୍ସଟ ଆସିବ କଣ କମ୍ପ୍ଲେକ୍ସ ନମ୍ବର ହେଲା। ସରିଗଲା। ଏବେ ଆସିବ କମ୍ପ୍ଲେକ୍ସ ନମ୍ବର ହଉଛି କଣ ନା କମ୍ପ୍ଲେକ୍ସ ନମ୍ବରକୁ ଡିନୋଟ କରାଯାଏ କୋଉଥିରେ ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା ହେଲା ବାରମ୍ବାର ପଚାରେ ପରୀକ୍ଷାରେ ନା ଜେଡ୍ ରେ ଆମର ଡିନୋଟ କରାଯାଏ ବା ଲେଖାଯାଏ। ଜେଡ୍ ଟା ହଉଛି କଣ a ପ୍ଲସ ଆଇ ବି ଆଇ ର ଭ୍ୟାଲୁ ହଉଛି କଣ ନା -1 ର ରୁଟ୍ ଓଭର। ଏଇଟା ଇମ୍ପୋର୍ଟାଣ୍ଟ ପଏଣ୍ଟଟା ଓଡିଶାର ଯେକୌଣସି ଏକ୍ସାମ ଦିଅନ୍ତୁ ଏଇଟା ଆପଣ ନିହାତି ଦେଖିବେ ଟିକେ ଏଇ କମ୍ପ୍ଲେକ୍ସ ନମ୍ବରଟା ହିଁ ଏବେ ପଡୁଛି। ଆଇ ର ଭ୍ୟାଲୁ ହଉଛି କଣ -1 ର ରୁଟ୍ ଓଭର ହେଲା। ଏଟା ହଉଛି କଣ ଗୋଟେ ଆମ ରିଏଲ ନମ୍ବର କିନ୍ତୁ ଆଇଟା ହଉଛି ଗୋଟେ ଇରେସନାଲ ନମ୍ବର ବା ଇମାଜିନାରୀ ଇରେସନାଲ ନୁହେଁ ଇମାଜିନାରୀ ନମ୍ବର। ସେଟା କେବେ ଏକ୍ଜିଷ୍ଟ ହିଁ କରେନି -1 ର ରୁଟ୍ ଓଭର କେବେ ଏକ୍ଜିଷ୍ଟ କରେନି ନା। ତେଣୁ ସେଥିପାଇଁ କଣ କୁହାଯାଏ କମ୍ପ୍ଲେକ୍ସ ନମ୍ବର ବା ଇମାଜିନାରୀ ନମ୍ବର ମଧ୍ୟ କୁହାଯାଇଥାଏ। ତେଣୁ ୟା ଭିତରୁ ଏଟା ହଉଛି କଣ ଗୋଟେ ରିଏଲ ନମ୍ବର ହେଲା। ଯେମିତି କି ଆମର ଲେଖିପାରିବା 2 ପ୍ଲସ 3i ଏଥିରେ ହଉଛି ଏଇ ପାର୍ଟଟା ଟୋଟାଲଟା ହଉଛି ଆମ କମ୍ପ୍ଲେକ୍ସ ନମ୍ବର ତା ଭିତରୁ ଫାଷ୍ଟ ହଉଛି କଣ ରିଏଲ ନମ୍ବର ତାପରେ ଏଇଟା ଇମାଜିନାରୀ ନମ୍ବର ଆସିଲା। ତେଣୁ -2 ର ରୁଟ୍ ଓଭର ଆଇ ହେଲା ଏଇଟା କଣ ଇମାଜିନାରୀ ନମ୍ବର ଭିତରେ ଯିବ। ବୁଝିପାରିଲେ କମ୍ପ୍ଲେକ୍ସ ନମ୍ବର ଯଦି ପଚାରେ କଣ ହେଇଯିବ a ପ୍ଲସ ଆଇ ବି 4 ପ୍ଲସ
5i ଏଇଟା ହଉଛି କଣ ଗୋଟେ କମ୍ପ୍ଲେକ୍ସ ନମ୍ବର ଗୋଟେ ଏକ୍ସାମ୍ପଲ। ତେଣୁ ବୁଝିପାରିଲେ, ତେଣୁ ଏଇଟା ହିଁ ହଉଛି ଗୋଟେ କଣ ନା ଆମର ହଉଛି ମାଇଣ୍ଡ ମ୍ୟାପ। ଏଇଟା ଦେଖିଦିଅନ୍ତୁ ପୁରାପୁରି ମନେ ରହିଯିବ। ଏଇଟା ଟିକେ ରିଭିଜନ କରିଦବା ତାପରେ ଭିଡିଓ ସାରିବା। ୟା ପରେ ଆହୁରି ବହୁତ ଗୁଡାକ ଅଛି ହେଲା। ତେଣୁ ଫାଷ୍ଟ ନମ୍ବର ଟ୍ରି ଯଦି ଆମେ ଦେଖିବା କଣ ହବ ନା ଟୋଟାଲ ନମ୍ବର ଟ୍ରିକୁ ଦି ଭାଗରେ କଟୁଛି, ରିଏଲ ନମ୍ବର ଗୋଟେ ଇମାଜିନାରୀ ନମ୍ବର, ରିଏଲ ନମ୍ବରକୁ r ରେ ଇମାଜିନାରୀ ନମ୍ବରକୁ i ରେ ହେଲା। ରିଏଲ ନମ୍ବର ହଉଛି ଯେତେ ସବୁ ରହିଲା ସଂଖ୍ୟା, ଇମାଜିନାରୀ ହଉଛି କଣ -1/√, ଯେମିତି କହିଲି। ଇମାଜିନାରୀ ନମ୍ବର କଣ କମ୍ପ୍ଲେକ୍ସ ନମ୍ବର, ଯେମିତି a ପ୍ଲସ ib ରେ ଆମେ ଡିନୋଟ କରୁଛୁ। କିନ୍ତୁ ଯେତେବେଳେ ଆମେ ରିଏଲ ନମ୍ବର କଥା କହିବା, ରିଏଲ ନମ୍ବରକୁ ଆମେ ଦୁଇ ଭାଗରେ କଟାଉଛୁ, ରେସନାଲ ଇରେସନାଲ। ରେସନାଲ କୁ ଆମେ q ଆକାରରେ ଡିନୋଟ କରୁଛୁ, ଇରେସନାଲ କୁ ସେମିତି କଣ ଏହାକୁ ସେମିତି ଡିନୋଟ କରାଯାଏ ନାହିଁ। ରେସନାଲ ନମ୍ବର ହଉଛି କଣ p/q ଫର୍ମରେ, p/q ର p/q ଦିଟା ଇଣ୍ଟିଜର ହବ ଆଉ q ଟା କେବେ 0 ସହିତ ସମାନ ହବନି। ଇରେସନାଲ ନମ୍ବରରେ କଣ ହବ √2 √3 ଏଗୁଡା ସବୁ p/q ଫର୍ମରେ ଆସିପାରିବନି ବା ଇଣ୍ଟିଜର ହେଇପାରିବନି, ସେଇଥିପାଇଁ ହବନି। ନେକ୍ସଟ ଆସିଲା କଣ ରେସନାଲ ନମ୍ବର ଯୋଉ ରହିଲା ସେଟାକୁ ଦି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହଉଛି କଣ ଇଣ୍ଟିଜର ଆଉ ଗୋଟେ ହେଲା କଣ ଫ୍ରାକ୍ସନାଲ ନମ୍ବର। ଇଣ୍ଟିଜର ହଉଛି କଣ i ଯେତିକି ପଜିଟିଭ ଆଉ ନେଗେଟିଭ ଦିଟା ରହିବ। ଫ୍ରାକ୍ସନାଲ ହଉଛି କଣ 2 ପଏଣ୍ଟ ହେଲା, ଏଇଟା ସବୁ ଫ୍ରାକ୍ସନାଲ 2/85 ହେଲା, ଏଇଟା ସବୁ ରହିଲା। ନେକ୍ସଟ ଆସିଲା କଣ ନେଗେଟିଭ ଇଣ୍ଟିଜର ଯୋଉ ରହିଲା ତାକୁ ପଜିଟିଭ ନେଗେଟିଭ କହିଲି, ତେଣୁ ନେଗେଟିଭ ଗୋଟେ ରହିଲା ଆଉ ପଜିଟିଭ ଇଣ୍ଟିଜର ରହିଲା ହେଲା, ଆଉ ଗୋଟେ ଜିରୋ ରହିବ ହେଲା। ଇଣ୍ଟିଜର ଭିତରେ ଜିରୋ ପଜିଟିଭ ନେଗେଟିଭ ତିନିଟା ଥିଲା, ତେଣୁ ଆମେ ଦେଖିବା ଏ ଯୋଉ ପଜିଟିଭ ରହିଲା ତା ଭିତରେ ନ୍ୟାଚୁରାଲ ନମ୍ବର ଆସିବ। ହୋଲ ନମ୍ବର ଭିତରେ କଣ ଏ ଯୋଉ ଆମର ପଜିଟିଭ ଯୋଉ ରହିଲା ତା ଭିତରେ ଜିରୋଟା ଏଡ ହେଇଯିବ। ମନେ ରଖିଥିବେ କଣ କହିଥିଲି, ଯୋଉ ହୋଲ ନମ୍ବରକୁ ଆମେ ଡବଲ ଡିନୋଟ କରୁଛୁ, ଯୋଉଟା ଇଜ ଇକ୍ୱାଲ ଟୁ ନ୍ୟାଚୁରାଲ ନମ୍ବର ପ୍ଲସ ଜିରୋ ହେଲା। ଏଇ ଦିଟାକୁ ମିଶେଇ ଦେଲେ କଣ ହେଇଯିବ ଆମର ହୋଲ ନମ୍ବର ହେଇଯିବ। ନେକ୍ସଟ ଆସିଲା ଯୋଉ ନ୍ୟାଚୁରାଲ ନମ୍ବର, ନ୍ୟାଚୁରାଲ ନମ୍ବର ଭିତରେ କଣ ଆସିବ ପ୍ରାଇମ ନମ୍ବର ଆସିବ, କମ୍ପୋଜିଟ ନମ୍ବର ଆସିବ, ଇଭିନ ନମ୍ବର ଆସିବ, ଅଡ ନମ୍ବର ଆସିବ। ବୁଝିପାରିଲେ। ନେକ୍ସଟ ବେଳକୁ ବହୁତ ବହୁତ ପଏଣ୍ଟ ଗୁଡାକ ଅଛି, ବହୁତ ବଢିଆ କ୍ୱେଶ୍ଚନ ଗୁଡାକ ଅଛି, ଯେମିତି ଏଡିଟିଭ ଇନଭର୍ସ ହେଲା, ଆଉ ଆଇଡେଣ୍ଟିଟି, ମଲ୍ଟିପ୍ଲିକେଟିଭ ଆଇଡେଣ୍ଟିଟି ହେଲା, ଏଗୁଡା ସବୁ ଅଛି ହେଲା। ଆଉ ୟା ପରେ ଆମେ ଆସିବା କଣ ଏଇ ଯୋଉ ଡିଭିଜିବିଲିଟି ରୁଲ ଗୁଡାକ ହେଲା। ତେଣୁ ବହୁତ ଗୁଡାକ ପାଠ ଆହୁରି ଅଛି, ତେଣୁ ଆପଣ ନେକ୍ସଟ ଭିଡିଓକୁ ଆମେ ସେଟାକୁ ପଢିବା। ତେଣୁ ବୁଝିପାରିଲେ, ଯଦି କୋଉଠି ଡାଉଟ ରହିଲା ବା ଯୋଉ ଟପିକରେ ଆପଣ ପଢିବା ପାଇଁ ଚାହୁଁଛନ୍ତି ମତେ କମେଣ୍ଟ ସେକ୍ସନରେ ଜଣେଇ ପାରିବେ ହେଲା। ତେଣୁ ମୁଁ ଦେଲେ ସେଇ ଅନୁସାରେ ଭିଡିଓ ବି ବନେଇବି, ନେକ୍ସଟ ଦେଖିଲେ କଣ ପଢିବା ଆଉ। ତେଣୁ ଆଜି ପାଇଁ ଏଇଠି ରହୁଛି, ନୂଆ ଭିଡିଓରେ ଦେଖା ହବ। ତା ପୂର୍ବରୁ ଯଦି ଆପଣ ଭିଡିଓଟି ଭଲ ଲାଗିଲା ଭିଡିଓଟି ଗୋଟେ ଲାଇକ୍ କରିଦେବେ, ଆଉ ଯୋଉ ପାଖରେ ଲାଲ କଲରରେ ସବସ୍କ୍ରାଇବ ବଟନଟି ଅଛି ସବସ୍କ୍ରାଇବ କରିଦେବେ, ଆଉ ବେଲ ଯୋଉ ନୋଟିଫିକେସନ ଅଛି ତାକୁ ଅଲ ରେ ସେଟ କରିଦେବେ, ଯାହାଫଳରେ ମୁଁ ଯୋଉ ଭିଡିଓଟା ଅପଲୋଡ କରୁଛି ଆପଣଙ୍କ ପାଖରେ ପହଞ୍ଚି ପାରିବ। ତେଣୁ ଆଜି ପାଇଁ ରହୁଛି ଏଠି, ଧନ୍ୟବାଦ।